श्रीमद्भागवत चतुर्थस्कंद त्रयोविंशोऽध्याय विदुरोवाच ଶୁଣି ବିଦୁର କୃତ୍ୟ କୃତ୍ୟ ମନେ ମୈତ୍ରୀୟ ପାଦଗତ ଭୂମୁନି କରିବ ନିସ୍ତାର କହ ସଂଶୟ ଯାଉ ଦୂର। ମୈତ୍ରୀ ଉବାଚ ଶୁଣ ବିଦୁର ଶୁଦ୍ଧ ଚିତ୍ତେ ରାଜାର କିଛି କାଳ ଅନ୍ତେ ବୃଦ୍ଧ ଶରୀର ଗ୍ରସ୍ତ କାଳ ଦେଖି ବିଷାଦ ମହିପାଳ। ମୁଁ ଯେ ଦ୍ୱିତୀୟ ପ୍ରଜାପତି ତେଣୁ ମୁଁ କରି ସର୍ବସ୍ଥିତି ଅନାଦି ଉତ୍ପତ୍ତି ମୁଁ କଲି ଅନଗ୍ରାଦି ପୁର ବସାଇଲି ସ୍ଥାବର ଜଙ୍ଗମାଦି ଯେତେ ଆଜ୍ଞା ମୁଁ ଦେଲି ଯେଝା ମତେ ସାଧୁଙ୍କ ଧର୍ମ ରକ୍ଷା କଲି ଈଶ୍ୱର ବଚନ ପାଳିଲି ଏ ଧର୍ମ ରକ୍ଷା କଲି ମୁଁ ହିଁ ଜନ୍ମ ଲଭିଲି କର୍ମ ଭୂଇଁ ଏ ମୋ ଶରୀର ବୃଦ୍ଧ ହେଲା କାମାଦି କର୍ମ ହିଁ ସରିଲା ପୁତ୍ରକୁ ନ ଦେଇ ରାଜ୍ୟାଦି ନୃପ ଚିହ୍ନି ଦଣ୍ଡ ଛତ୍ରାଦି ଦୁହିତା ପ୍ରତୁଲ୍ୟ ଧରଣୀ ପୁତ୍ର ନିବେଶୀ ନୃପମଣି ପୃଥିବୀ ପିତା ତ୍ୟାଗ ଭରେ ଶୋକେ ରହିଲା ପୁତ୍ର ଠାରେ ସକଳ ସମର୍ପି କୁମରେ ଗମନ କଲେ ବନ ଘରେ ସଙ୍ଗତେ ଘେନି ଅର୍ଚି ନାରୀ ରୋଦନ୍ତି ପ୍ରଜା ନଗ୍ର ପୁରୀ ସ୍ୱଇଚ୍ଛା ମନ ଦୁଃଖ ଶ୍ରମେ ତପସ ଆରାଧି ଯୋଗ କ୍ରମେ କଠୋର ଉଗ୍ର ତପେରାୟ ଜେସନ ପୂର୍ବେ ରାଜ ଜୟ ସେ ବାନ ପ୍ରସ୍ଥର ବିଧାନ ନିୟମ କଲେ ସେ ରାଜନ ଫଳାଦି ଶାକ କନ୍ଦ ମୂଳ ଭୋଜନ କଲେ ମହିପାଳ ଏମନ୍ତ କେତେ କାଳାନ୍ତରେ ତାହା ତେଜିଲେ ନୃପବରେ ନିରସ ଦଳ ଭୋଗ କରି ତୁଷ୍ଟେ ଆନନ୍ଦ ପ୍ରାଣ ଧରି ତା ଭକ୍ଷିଣ କିଛି ଦିନ ତପ ସାଧିଲେ ତ ସୋମନ ସେ ପତ୍ରାସନ ତେଜି ରାୟ ଜଳ ଆହାରେ ସୁଖମୟ ଏମନ୍ତ କେତେ କାଳାନ୍ତରେ ସେ ଜଳ ତେଜି ନୃପବରେ ନିରାଶ ତପସ୍ୟା କଠୋର କେବଳ ପବନ ଆହାର ପୁଣି ନିଦାଗ କାଳେ ନୃପ ତପସ୍ୟା କଲେ ପଞ୍ଚାତପ ସକଳ ଦିଗେ ଅଗ୍ନି ଜାଳି ମଧ୍ୟେ ବସିଲେ ନିର୍ବିକଳି ସୂର୍ଯ୍ୟମଣ୍ଡଳେ ଦୃଷ୍ଟି କରି ପରମ ବ୍ରହ୍ମ ଧ୍ୟାନ କରି କୃଷ୍ଣଚରଣ ପଦ୍ମର ସେ କଠୋର ତପ ବହୁ କ୍ଲେଶେ ବରଷା କାଳେ ମହିପତି ଦୁଃସହ ଜଳଧାରା ତିନ୍ଦି ଶିଶିର କାଳେ ତପସ୍ୟାରେ ବୁଡ଼ି ଆକଣ୍ଠ ଶୀତ ନୀରେ ଶୟନେ ଭୂମି ସଜା କରି ଘୋର ତପସ୍ୟା ଚରି କୃଷ୍ଣଚରଣେ ସେ ବିବାରେ ତପ କରନ୍ତି ବନ ଘରେ ଲୋକ ଶିକ୍ଷାର୍ଥେ ତପ କଲେ ବିଷୟ କର୍ମ ବିନାଶିଲେ ନିରତେ ପ୍ରାଣାୟାମ କରି ଇନ୍ଦ୍ରିୟ ବିଷୟ ସଂହରି ସେ କିଛି ବାସନାଦିମାନ ଛାଡ଼ିଲା ଅଶେଷ ବନ୍ଧନ ନିଶ୍ଚଳ ଚିତ୍ତେ ନୃପବର ଯୋଗ ସାଧନେ ନିଷ୍ଠାପର ଯେ ଦୀକ୍ଷା ବ୍ରହ୍ମାଙ୍କ କୁମର କହି ଯେ ଥିଲେ ଯୋଗେଶ୍ୱର ସେ ଯୋଗେ ଗୋବିନ୍ଦ ଚରଣେ ନିତ୍ୟ ଆରାଧି ନୃପରାଣ ଚରଣ ନିତ୍ୟ ଆରାଧି ନୃପରାଣ ଦୃଢ଼ ଭ୍ରକତି ଭାବ ଯୁକ୍ତେ ଭକ୍ତି ଜନ୍ମିଲା ହୃଦଗତେ ପ୍ରେମାଙ୍ଗ ଆନନ୍ଦନ ଭକ୍ତି କୃଷ୍ଣ ଶ୍ରୀକୃଷ୍ଣ କଲେ ମହିପତି ସେ ହରି ଭଜନ ପ୍ରବଳ ହୋଇଲା ମନ ସୁନିଶ୍ଚଳ ନିର୍ମଳ ମନ ପ୍ରକାଶିଲା ବିରକ୍ତି ଜ୍ଞାନ ଉପଜିଲା ସେ ଜ୍ଞାନ ଅସିତି କ୍ଷଣେ ରାଏ ଛେଦିଲେ ହୃଦୟ ସଂଶୟ ଯେ କର୍ମ ଗ୍ରନ୍ଥି ଜୀବ କୋଷେ ଜ୍ଞାନ ଖଡ଼ଗ ଗଲା ନାଶ ସେ ଯେ ଅହଙ୍କାର ଆତ୍ମା ଦେହି ତକ୍ଷଣେ ଦୂର ଗଲା ସେଇ ତେଣୁ ପାଇଲେ ଆତ୍ମାଗତି ନିରହଙ୍କାରେ ତା ସୁମତି ଏ ସର୍ବଜ୍ଞାନ ଯେ ପ୍ରକାଶେ ତାପଛେପ ତେଜି ନୃପଇଶ ଯାବନ୍ତ ହରିଙ୍କ ଭଜନ ନହିଲେ ତାବତ ସାଧନ ଯେବେ ଶ୍ରୀକୃଷ୍ଣ ଭାବେ ରତି ପୁତ ହୋଇବ ତେବେ ମତି ଭଜନେ ରସମୟ ମତ ଦେହ ଦେହେ ନ ପଡ଼େ ଶୋକ ମାୟା ମୋହେ ଏ ରୂପେ ଯେ ନୃପ ଈଶ୍ୱର ଆତ୍ମାରେ କଲେ କଳେ ବର ଯେ ଯୋଗେ ଯୋଗାସନ ବଳେ ଯେ ସେ ବ୍ରହ୍ମ ସ୍ୱରୂପ ନିଶ୍ଚଳେ କାଳେ ଛାଡ଼ିଲେ କଳେ ବର ଏ ଅନୁକ୍ରମେ ହୋ ବିଦୁର ବସିଣ ଆନନ୍ଦ ସଧୀରେ ସମୀର ସମ କଳେବରେ
ବାମଚରଣ ମୂଳାଧାରେ ନିରୋଧୀ ଚାପିଲେ ନିର୍ଭରେ। ସେ ମୂଳାଧାରରୁ ପବନ ଊର୍ଦ୍ଧ୍ୱକୁ ଟେକିଲେ ରାଜନ। ନାଭିରୁ ହୃଦୟ କୋଶରେ ପବନ ରଖିଲେ ସଧୀରେ। ତହୁଁ ଷୋଡ଼ଶ ଦଳେ ନେଲେ ସେ ଆଜ୍ଞା ଚକ୍ରେ ବାୟୁ ବଳେ। ଏମନ୍ତ ପ୍ରାଣାଦି ପବନ ଭେଦିଲା ସେ ଷଡ଼ ଚକ୍ରେଣ। ସେ ବ୍ରହ୍ମରନ୍ଧ୍ରେ ଯୋଗ ବଳେ ସର୍ବ କରି ଏକ ତୁଲେ। ମନ ପବନ ହୃଦେ ଧରି ଭିତରେ ରହିଲେ ପାଶୋରି। ସେବନେ ନୃପରାଜ ସୁତ ଦେହ ଧାରଣେ ପଞ୍ଚଭୂତ। ସେ ଯାହା କର୍ମଯୋଗ ବଳେ ସମଷ୍ଟିଭୂତ ଲୟ କଲେ। ପବନ ନ୍ୟାସ ସମୀରଣ ଯେ କହି ଦେହାଦି ଧାରଣ। କ୍ଷେତିକି ଆପେ ମଧ୍ୟେ ନାସି ସେ ଜନ ଅନଳେ ନିବେଶୀ। ତେଜକୁ ପବନେ ସଂହରି ଶବଦ ଗୁଣେ ତମ ଭରି। ଇନ୍ଦ୍ରିୟ ଛିଦ୍ର ଯେତେ ପୂର୍ଣ୍ଣ ତାହା ଆକାଶେ କରି ଲୀନ। ଆକାଶେ ଶବଦ ସଂହରି ଶବଦ ଗୁଣେ ତମେ ଭରି। ଏ ଯେ ତାମସ ଅହଙ୍କାର କାର୍ଯ୍ୟ ଯେ ମହାଭୂତ ତାର। ଏମନ୍ତ ଲୟଭୂତ ରୂପ ଶୁଣ ବିଦୁର ତା ସ୍ୱରୂପ। ପୃଥିବୀ ଲୟ ଗନ୍ଧ କରି ଆପକୁ ରସ ମଧ୍ୟେ ଭରି। ତେଜକୁ ରୂପ ମଧ୍ୟେ ଥୋଇ ପବନ ସ୍ୱର ସେ ଲାଗଇ। ଶବଦ ଆକାଶେ ସଂହରି ଏ ସର୍ବୋତ୍ତମ ଗୁଣ ଭରି। ଯେ ତମ ସ୍ୱାତିକ ରାଜସ ଏକତେ କଲେ ବିଶ୍ୱବଶ। ଇନ୍ଦ୍ର ସହିତେ ବୁଦ୍ଧି ମନ ଯେଝାରେ କର୍ମେ କଲେ ଲୀନ। ଶବଦ ଆଦି ଇନ୍ଦ୍ରିମାନ ଲୟ ଲଗାଇ ଯେଝା ସ୍ଥାନେ। ଏହାଙ୍କ ଅଧିଷ୍ଠିତ ଦେବେ ଯେ ଲୟ ଯେଝା ନିଜ ଠାବେ। ଏକତ ଅହଙ୍କାର ନେଇ ସେ ମହତ୍ୱରେ ମିଶାଇ। ଏ ସର୍ବ ତତ୍ତ୍ୱଗୁଣ ନାଶ ମହତ୍ୱ ରୂପେ ପ୍ରକାଶ। ସେ ମହାତତ୍ତ୍ୱ ମାୟା ମୋହେ ପ୍ରକୃତି ଅଙ୍ଗ ହୋଏ ଲୟେ। ଜ୍ଞାନ ବୈରାଗ ଯୋଗ ବଳେ ସେ ବ୍ରହ୍ମ ଜୀବ ଯାଇ ମିଳେ। ଏ ରୂପେ ସେ ପୃଥୁ ଭୂପାଳ ଦେହେ ତେଜିଲେ ପାଇ କାଳ। ସେ ଅର୍ଚି ରାଣୀ ସୁକୁମାରୀ ସେ ପତିବ୍ରତେ ଧର୍ମାଚାରୀ। ଦେହ ସୁଖାଇ ତପେ ଥିଲା ସ୍ୱାମୀର ମରଣ ଦେଖିଲା। ତତ୍କ୍ଷଣେ ହୋଇ ହତ ଜ୍ଞାନ ଆକୁଳେ କରଇ ରୋଦନ। ହୋ ନାଥ ମୋର ପ୍ରାଣ ନାହା ମତେ ଦେଖାଅ କିମ୍ପାଏ। କପଟେ ମୁଦ୍ରିତ ଲୋଚନ ସ୍ୱର୍ଗାପବର୍ଗ ଯାଇ କ୍ଷଣ। ତୁ କାଳ ବିହନ୍ତା ଈଶ୍ୱର ଏ ତୋର ମାୟା ଖେଳ ଘର। ସ୍ଥିତି ଉତ୍ପତ୍ତି କରୁ ନାଶ ତୁ ମାତ୍ର ରହୁ ଅବଶେଷ। ତୁ ସର୍ବ କାରଣ ମୁରାରି ସର୍ବ କାରଣେ ଦେହ ଧରି। ଏବେ ତ ମୃତ୍ୟୁ ଭୟ ଦେହେ ମତେ ଦେଖାଉ ମାୟା ମୋହେ। ବହୁ ଯୋଗୀଶ୍ୱର ତୋ ମହିମା ଜାଣି ନ ପାରେ ସୁର ବ୍ରହ୍ମା। ଯେ ନାମ ମୃତ୍ୟୁ ଭୟ ନାଶେ ଅମୃତ ମୃତ୍ୟୁ ଯେ ପ୍ରକାଶେ। ଏ ମାୟା ମୋହ ଦ୍ୱନ୍ଦ୍ୱ ପାଶେ ମୁଁ ଯେ ତେଜିବି ତୁମ୍ଭ ଆସେ। ଏବେ ଉପେକ୍ଷୀ ବନ ଘୋରେ ତେଜି ଗଲ ନିଜ ପୁରେ। ମୁଁ ଯେ ନିରତେ ଅପରାଧୀ ତୋ ପାଦେ ନ ସେବି ଦୁର୍ବୁଦ୍ଧି। ସେ ଅପରାଧେ ଦେବ ମତେ ଏବେ ତେଜିଲେ ଦୁଃଖ ଚିତେ। ତୁମ୍ଭେ ଯେ ମୋର ମନ ଦୁଃଖେ କହ ସୁଦୟା ଭାବ ସୁଖେ। ହୋ ସଖୀ ନ ତେଜିବି ତୋତେ ଯାବତ ପ୍ରାଣ ଦେହ ଗତେ। ସେ ଆଜ୍ଞାର ଅଭାଗ୍ୟେ ମୋହର ଏବେ ଫଳିଲା ଯୋଗେଶ୍ୱର। ଏ ରୂପେ ବିଳପେ ସୁନ୍ଦରୀ ଶୋକାବନରେ ତନୁହାରି। ସେ ଅର୍ଚି ଦେବୀ ଜ୍ଞାନବତୀ ତତ୍କ୍ଷଣେ ଧୀର କରି ମତି। ଅଦୃଶାନୁରେ ଚିତା କଲେ ସ୍ୱାମୀକୁ ତହିଁ ନିଯୋଗିଲେ। ମୁଖାଗ୍ନି କରି ବିଧି ମତେ ସ୍ନାନ ଉଦକ କ୍ରିୟା ଯେତେ। ଏ ସର୍ବ ସାରିଣ ସୁନ୍ଦରୀ ଅଗ୍ନିକୁ ପ୍ରଦକ୍ଷିଣ କରି। ପ୍ରବେଶ ଅଗ୍ନି ମଧ୍ୟେ ଯାଇ ଦେବେ ଦକ୍ଷିଣ ଶୂନ୍ୟେ ଥାଇ। ସିଦ୍ଧ ଚାରଣ ବିଦ୍ୟାଧର ଇନ୍ଦ୍ରାଦି ଯେତେ ଅନୁଚର। ଯେ ଯାହା ମତେ କରି ସ୍ତୁତି ଆନନ୍ଦେ ପୁଷ୍ପ ବରସନ୍ତି। ଦୁନ୍ଦୁଭି ବାଦ୍ୟନାଦ କରି ରଙ୍ଗେ ନାଚନ୍ତି ଅପସରି। ସେ ପତି ପତ୍ନୀ ବେନି ଜନେ ଆକାଶେ ଯାନ୍ତି ଦେବ ଜାନେ। ଦେବ ଆନନ୍ଦେ ସ୍ତୁତି ବଣି ଶିରେ ନିବେଶୀ ବେନି ପାଣି। ପ୍ରଶଂସୀ ଦେବ ଅନୁକ୍ଷଣେ ଆନନ୍ଦେ ଅଶ୍ରୁଳ ଲୋଚନେ। ଧନ୍ୟ ସାଧବୀ ପ୍ରତିବ୍ରତା ସ୍ୱାମୀ ସେବାରେ ଅନୁରତା। ତେଜିଣ ଅଚଳ ବିଭୂତି ସ୍ୱାମୀଙ୍କ ସଙ୍ଗରେ ଚଳନ୍ତି। ଏଣୁ ଏ ପୂର୍ବେ ତପ କଲେ ତେଣୁ ଦେବଙ୍କ ଊର୍ଦ୍ଧ୍ୱେ ଗଲେ।
जेसने लक्ष्मी नारायण एबेनी दिशंती तेसन ए अनुसारे जे विभूति तेणु लभिले निजपति धन्य से मर्त्य कर्म भूमि अल्प आयु से जही भ्रमी स्वनित्य कर्म आचरती सकल दुख रु तरती निष्पाप अटे जेमु नर स्वर्गाप वर्ग नुहे दूर एणु निष्काम जार मति से लभे एकांत भक्ति स्वर्गादि भोग किबा तार जही लभंती भक्ति नर विष्णु चरित नित्य भावी लोम पुलक छिद्र भी निर्मल हुए बुद्धि मते अज्ञान मुह विनाशंती ए भावे न घेनी जाचित से दुख सागरे पीड़ित जे आत्मा बोधे भागी होई से नित्य विषय वर्तई हेमंत शुण हे विदुर से देव कामिनी विचार जे पथ लभंती उत्तम जाहार चितर उद्धाम ବର୍ତ୍ତିଲୁ ଯାହାଙ୍କ ଚରିତ ଶ୍ରବଣେ ହୁଅ ଶୁଦ୍ଧ ଚିତ ଶ୍ରଦ୍ଧାରେ ପଢ଼ନ୍ତି ଯେ ଜନ ଏ ପୃଥୁ ପୁଣ୍ୟ ଉପାଖ୍ୟାନ ସେ ପୃଥୁ ପଦ ହିଁ ଲଭନ୍ତି ଅଥବା ଶ୍ରବଣେ ଶୁଣନ୍ତି ଏ ଚାରି ବର୍ଣ୍ଣ ଧର୍ମ ଗତେ ଶୁଣନ୍ତି ପଢ଼ନ୍ତି ଯେ ନିତ୍ୟ ତା ସର୍ବ କାମ ହୁଏ ସିଦ୍ଧି ସର୍ବ ସମସ୍ତ ବର୍ଣ୍ଣ ଯେ ପ୍ରସିଦ୍ଧି କହଇ ଦାସ ଜଗନ୍ନାଥ ଦାସ ଶୁଣ ସୁଜନ ହରି ରସ ଇତି ଶ୍ରୀମଦ୍ ଭାଗବତେ ମହାପୁରାଣ ପରମାଂସ ସଂହିତାଏ 82 ଚତୁର୍ଥ ସ୍କନ୍ଧେ ପୃଥ୍ୱୀରାଜା ବୈକୁଣ୍ଠ ଗମନେ ନାମ ତ୍ରୟୋବିଂଶୋଧ୍ୟାୟ।